ବଦଳିଲା 8ଟି ନିୟମ, ଲୋକଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ। ଗତକାଲିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଏହା ସହିତ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହେବ। ପ୍ରତି ମାସର ଶେଷ ପରି ଏଥର ମଧ୍ୟ ଦେଶରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକୁ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ। ଏଥିରେ ବ୍ୟାଙ୍କ ଆକାଉଣ୍ଟ କାରବାର ପରିବର୍ତ୍ତନ ଏବଂ କ୍ରେଡିଟ୍ କାର୍ଡ଼ ଚାର୍ଜ ଉପରେ ପରିବର୍ତ୍ତନ ସାମିଲ ରହିଅଛି। ଏହା ବ୍ୟତୀତ ଟୋଲ୍ ଟ୍ୟାକ୍ସ ବୃଦ୍ଧି ଯୋଗୁଁ ଯାତ୍ରା ଖର୍ଚ୍ଚ ବଢ଼ିପାରେ ଏବଂ ଏହା ସହିତ 8ଟି ବଡ଼ ବଡ଼ ପରିବର୍ତ୍ତନ ହୋଇଅଛି। ୟୁପିଆଇ ସହିତ ଜଡ଼ିତ ଏକ ନୂତନ ନିୟମ ଏପ୍ରିଲ 1, 2025 ଅର୍ଥାତ୍ ଗତକାଲିଠାରୁ କାର୍ଯ୍ୟକାରୀ ହୋଇଅଛି। ବ୍ୟାଙ୍କ ତା'ର ରେକର୍ଡରୁ ସେହି ମୋବାଇଲ ନମ୍ବର ସହିତ ଲିଙ୍କ ହୋଇଥିବା ୟୁପିଆଇ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେବ, ଯାହା ଦୀର୍ଘ ସମୟ ଧରି ବ୍ୟବହାର କରାଯାଉନାହିଁ। ଯଦି ଆପଣଙ୍କର ମୋବାଇଲ ନମ୍ବର ଏକ ୟୁପିଆଇ ଆପ୍ ସହିତ ଲିଙ୍କ ରହିଛି ଏବଂ ଆପଣ ଏହାକୁ ବହୁତ ଦିନ ଧରି ବ୍ୟବହାର କରିନାହାନ୍ତି, ତେବେ ଆପଣଙ୍କର ୟୁପିଆଇ ସେବା ବନ୍ଦ ହୋଇପାରେ। ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ୟୁପିଏସ୍ ଏପ୍ରିଲ 1ରୁ ଆରମ୍ଭ ହେବାକୁ ଯାଉଛି, ଯାହା କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନ୍ସନ୍ ପ୍ରଦାନ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ଯୋଜନା ପାଇଁ ଏପ୍ରିଲ 1ରୁ ଅନଲାଇନ୍ରେ ଆବେଦନ କରିପାରିବେ। ଯଦି ଜଣେ କର୍ମଚାରୀ ୟୁପିଏସ୍ ଅଧୀନରେ ପେନ୍ସନ୍ ପାଇବାକୁ ଚାହାନ୍ତି, ତେବେ ତାଙ୍କୁ ଫର୍ମ ପୂରଣ କରି ଆବେଦନ କରିବାକୁ ପଡ଼ିବ ଏବଂ ଯଦି କେହି ୟୁପିଏସ୍ ବାଛିବାକୁ ଚାହାନ୍ତି ନାହିଁ, ତେବେ ସେ ଏନ୍ପିଏସ୍ ବାଛି ପାରିବେ। 23 ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ୟୁପିଏସ୍ କିମ୍ବା ଏନ୍ପିଏସ୍ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ। ୟୁପିଏସ୍ ବାଛିଥିବା କର୍ମଚାରୀଙ୍କର ମୂଳ ଦରମା ଏବଂ ମହଙ୍ଗା ଭତ୍ତାର ଅତିରିକ୍ତ 8.5% ସରକାରଙ୍କୁ ଯୋଗଦାନ କରିବେ। ଏହି ଯୋଜନା ଅନୁଯାୟୀ ସର୍ବନିମ୍ନ ପେନ୍ସନ୍ ମାସିକ 10,000 ଟଙ୍କା ହେବ, କିନ୍ତୁ ଏଥିପାଇଁ ଜଣକୁ ଅତି କମ୍ରେ 10 ବର୍ଷ ଚାକିରି ପୂରଣ କରିବାକୁ ପଡ଼ିବ। ନୂତନ ଟିକସ ନିୟମ ଏପ୍ରିଲ 1, 2025 ଅର୍ଥାତ୍ ଗତକାଲିଠାରୁ କାର୍ଯ୍ୟକାରୀ ହୋଇଅଛି। ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ଦେବା ପାଇଁ ସରକାର 2025 ବଜେଟ୍ରେ ଅନେକ ବଡ଼ ପରିବର୍ତ୍ତନ କରିଥିଲେ। ନୂତନ ଆୟକର ବିଲ୍ ପୁରୁଣା ଆୟକର ଆଇନ 1961କୁ ବଦଳାଇବ। ଏବେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ବେତନଭୋଗୀ କର୍ମଚାରୀମାନେ 75,000 ଟଙ୍କାର ମାନକ ରିହାତିର ଲାଭ ପାଇପାରିବେ ଏବଂ ଏହାର ଅର୍ଥ ହେଉଛି 12.75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଆୟ କରମୁକ୍ତ ହୋଇପାରିବ। କିନ୍ତୁ ଏହି ଛାଡ଼ କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ନୂତନ ଟିକସ ବ୍ୟବସ୍ଥା ବାଛିବେ। ତେବେ ଗତକାଲିଠାରୁ ଟିଡିଏସ୍ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି, ଯେପରିକି ଅନାବଶ୍ୟକ ଟିକଟ କାଟ ହ୍ରାସ କରିବା ଏବଂ କରଦାତାଙ୍କର କ୍ୟାଶ୍ ଫ୍ଲୋକୁ ଉନ୍ନତ କରିବା ପାଇଁ ସୀମା ବୃଦ୍ଧି କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିଡିଏସ୍ ସୀମା 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ସେମାନଙ୍କୁ ଅଧିକ ଆର୍ଥିକ ସୁରକ୍ଷା ଦେବ ଏବଂ ଭଡ଼ା ଆୟ ଉପରେ ଛାଡ଼ ସୀମା ବାର୍ଷିକ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଘର ମାଲିକଙ୍କ ଉପରେ ବୋଝ ହ୍ରାସ କରିବ ଏବଂ ଭଡ଼ା ବଜାରକୁ ସୁଦୃଢ଼ କରିବ। ପୁରସ୍କାର ଏବଂ ଅନ୍ୟାନ୍ୟ ସୁବିଧାରେ ମଧ୍ୟ ପରିବର୍ତ୍ତନ ହୋଇଅଛି। ଏସ୍ବିଆଇ ସିମ୍ପଲି କ୍ଲିକ୍ କାର୍ଡ଼ର ସ୍ୱିଗି ରିଚାର୍ଜ 5 ଗୁଣରୁ ଅଧା ହ୍ରାସ ପାଇବ। ଏୟାରଟେଲ୍ ଇଣ୍ଡିଆ ସିଗ୍ନେଚର କାର୍ଡ଼ ପଏଣ୍ଟ 30ରୁ 10କୁ ହ୍ରାସ ପାଇବ। ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ ତା'ର କ୍ଲବ୍ ଭିଟାରା ମାଇଲଷ୍ଟୋନ୍ ସୁବିଧା ବନ୍ଦ କରିଦେବ। ଏପ୍ରିଲ 1, 2025ରୁ ଏସ୍ବିଆଇ ଏବଂ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକର ସଞ୍ଚୟ ଖାତାର ସର୍ବନିମ୍ନ ବାଲାନ୍ସ ସହିତ ଜଡ଼ିତ ନିୟମିତ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନୂତନ ନିୟମ ଅନୁଯାୟୀ ବିଭିନ୍ନ କ୍ଷେତ୍ର ପାଇଁ ନୂତନ ସର୍ବନିମ୍ନ ବାଲାନ୍ସ ସୀମା ସ୍ଥିର କରାଯିବ। ଯଦି କୌଣସି ଆକାଉଣ୍ଟରେ ନିର୍ଦ୍ଧାରିତ ସର୍ବନିମ୍ନ ବାଲାନ୍ସ ନାହିଁ, ତେବେ ବ୍ୟାଙ୍କ ଜରିମାନା ଲଗାଇପାରିବ। ତେଣୁ ଆକାଉଣ୍ଟଧାରୀଙ୍କୁ ସେମାନଙ୍କର ବ୍ୟାଙ୍କର ନୂତନ ନିୟମ ବୁଝିବାକୁ ପଡ଼ିବ ଏବଂ ଆବଶ୍ୟକୀୟ ବାଲାନ୍ସ ବଜାୟ ରଖିବାକୁ ପଡ଼ିବ। ଏପ୍ରିଲ 1, 2025ରୁ ରୂପେ ଡେବିଟ୍ ସିଲେକ୍ଟ କାର୍ଡ଼ରେ ନୂତନ ସୁବିଧା ଯୋଡ଼ାଯିବ। ଏଥିରେ ଫିଟନେସ୍, ଯାତ୍ରା, ମନୋରଞ୍ଜନ ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସୁବିଧା ଅନ୍ତର୍ଭୁକ୍ତ ରହିବ। ନୂତନ ଆପଡେଟ୍ ଅନୁଯାୟୀ ପ୍ରତି 3 ମାସରେ ଥରେ ଘରୋଇ ବିମାନ ବନ୍ଦରର ଲାଉଞ୍ଜ ମାଗଣାରେ ବ୍ୟବହାର କରାଯାଇପାରିବ। ଅନ୍ତର୍ଜାତୀୟ ବିମାନ ବନ୍ଦରର ଲାଉଞ୍ଜ ପରିଦର୍ଶନ ସୁବିଧା ବର୍ଷକୁ 2 ଥର ଉପଲବ୍ଧ ହେବ। ଦୁର୍ଘଟଣା ଯୋଗୁଁ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ଉପଲବ୍ଧ ହେବ ଏବଂ ପ୍ରତି ତ୍ରୈମାସିକରେ ଥରେ ମାଗଣା ଜିମ୍ ସଦସ୍ୟତା ଉପଲବ୍ଧ ହେବ। କାର୍ଡ଼ଧାରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ କରାଯାଉଛି। ଜାତୀୟ ରାଜପଥରେ ଟୋଲ୍ ଟିକସ 1 ଏପ୍ରିଲ 2025 ଠାରୁ ମହଙ୍ଗା ହେବାକୁ ଯାଉଅଛି। ଏନ୍ଏଚ୍ଏଆଇ ବିଭିନ୍ନ ଟୋଲ୍ ପ୍ଲାଜାରେ ନୂତନ ହାର ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ରାଜପଥ ଯାତ୍ରାକୁ ମହଙ୍ଗା କରିପାରେ। ରିପୋର୍ଟ ଅନୁସାରେ ଲକ୍ଷ୍ନୌ ଦେଇ ଯାଉଥିବା ରାଜପଥରେ ହାଲୁକା ଯାନ ପାଇଁ ଟୋଲ୍ 5 ଟଙ୍କା ଏବଂ ଭାରୀ ଯାନ ପାଇଁ 20ରୁ 25 ଟଙ୍କା ବୃଦ୍ଧି ହୋଇପାରେ।
ଲକ୍ଷ୍ନୌ କାନପୁର ଅଯୋଧ୍ୟା ରାୟବେଲି ଏବଂ ବାରବାଙ୍କୀ ଭଳି ବ୍ୟସ୍ତବହୁଳ ରାଜପଥରେ ନୂତନ ଦର ଲାଗୁ ହେବ। ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଦିଲ୍ଲୀ ମିରଟ ଏକ୍ସପ୍ରେସ୍ ୱେ ଏବଂ NH9ରେ ଅଧିକ ଟୋଲ୍ ମଧ୍ୟ ଦେବାକୁ ପଡ଼ିବ। ତେବେ ଏହି ସବୁ 8ଟି ନିୟମରେ ପରିବର୍ତ୍ତନ ହୋଇଅଛି, ଯାହା ଗରିବ ଲୋକଙ୍କର ବା ସାଧାରଣ ଲୋକଙ୍କର ପକେଟକୁ ସିଧାସଳଖ ପ୍ରଭାବ ପକାଇବ ବୋଲି କୁହାଯାଉଛି। ତେବେ ହଁ ବନ୍ଧୁଗଣ, ଏହା ହିଁ ରହିଥିଲା ଏହି ନୂତନ ଆର୍ଥିକ ବର୍ଷର 8ଟି ବଡ଼ ପରିବର୍ତ୍ତନ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ଏବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ନୋଟିଫିକେସନ୍ ଆଇକନ୍ଟିକୁ ଅଲ୍ରେ ସିଲେକ୍ଟ କରିବାକୁ ଜମାରୁ ବି ଭୁଲିବେ ନାହିଁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ ଆଉ ଗୋଟେ ନୂଆ ଅପଡ଼େଟ୍କୁ ନେଇକି। ସେଥି ପର୍ଯ୍ୟନ୍ତ ରହୁଛି ନମସ୍କାର, ଜୟ ଜଗନ୍ନାଥ।